ଶାଶୁ ବୋହୂରେ ଯେମିତି ଭଲ ନ ପଡ଼ିଲେ ହେଲା। ଶାଶୁ କହିଲା ରହ ରହ ମୋ ପୁଅ ଆସୁଛେ ତୋ ବିଷୟରେ କହିବି। ସେଇଠୁ ବୋହୂ କହିଲା ତମର କ'ଣ ଖାଲି ସେ ପୁଅ, ମୋର କିଛି ନୁହଁ, ମୋର ପୁରା ସ୍ୱାମୀ, ମୁଁ ପୁରା ଯେମିତି ନଚେଇବି ସେ ସେମିତି ନାଚିବେ। ସେଇଠୁ ପୁଅ ଆସି ପହଞ୍ଚିଲା। ସେଇଠୁ ସ୍ତ୍ରୀ କହିଲା ଦେଖ ତମ ବୋଉ ମତେ ଏଇଭଳି କଥାବାର୍ତ୍ତା କରୁଛନ୍ତି, ଆଉ ତମେ ତାଙ୍କ କଥା ବୁଝ। ବୋଉ କହିଲା ଦେଖ ପୁଅ ତୋ ସ୍ତ୍ରୀ ଏମିତି କଥାବାର୍ତ୍ତା କରୁଛି, ଆଉ ତୁ ତା କଥା ବୁଝ। ପୁଅ କ'ଣ କଲା ମୁଁ ବର୍ତ୍ତମାନ ଅଫିସ ଯାଉଛି ହେରି, ଅଫିସରୁ ଆସିଲା ପରେ ତାପରେ ତମ କଥା ବୁଝିବି ହେଲା। ସମସ୍ତେ ଅପେକ୍ଷା କରି ରହିଲେ। ତାପରେ ପୁଅ ଯେତେବେଳେ ଅଫିସରୁ ଆସିଲା ସେଇଠୁ କହିଲା 10 ମିନିଟ୍ ପରେ ମୋ ରୁମକୁ ଆସ ହେଲା। 10 ମିନିଟ୍ ପରେ ବୋହୂ ଗଲା। ତାପରେ ସେଠୁ ପୁଅ କ'ଣ କରିଛି ନା ନେକଲେସ୍ ଗୋଟେ ଆଉ ଟଙ୍କା କିଛି ଟେବୁଲ ଉପରେ ଥୋଇ ଦେଇଛି। ଯେ ଏମାନେ ଯେମିତି ପହଞ୍ଚିଲେ ସେଇଠୁ ପୁଅ କହିଲା ୟା ଭିତରୁ କିଏ କ'ଣ ନେବା କଥା ନିଅ। ସ୍ତ୍ରୀ କ'ଣ କଲା ହଠାତ୍ କରି ନେକଲେସ୍ଟାକୁ ଧରିଲା। ବୋହୂ ଶାଶୁକୁ କହିଲା ବୋଉ ତମେ ଟଙ୍କା ନେଉନ ହେଲା। ବୋଉ କିଛି ନେଲାନି। ସେ କ'ଣ କଲା ନା ପୁଅ କାନ୍ଧରେ ହାତଟା ଥୋଇଦେଲା ହେଲା। ସେଇଠୁ ପୁଅ ବୁଝେଇଦେଲା ଦେଖିଲଟି କାହାର କ'ଣ ଦରକାର, ତୁ ଯେହେତୁ ମୋ ସ୍ତ୍ରୀ ତୋର ସୁନା ରୂପା ଦରକାର ହେଲା। ତୁ ଭାବିଥିଲୁ ତାର ପଇସା ଦରକାର ନା, ନାଇଁ, ତାର କେବଳ ପୁଅ ଦରକାର। ଦର୍ଶକ ବନ୍ଧୁ, ଯେଉଁମାନେ ବୁଝିପାରନ୍ତିନି ସେମାନେ ଭାବନ୍ତି ମା ମାନେ ବୋଧେ ସୁନା ରୂପା ଟଙ୍କା ପଇସା ପାଇଁ ପୁଅକୁ ନିଚ ଶ୍ରଦ୍ଧା ଦେଖାଉଛନ୍ତି, କିନ୍ତୁ ପ୍ରକୃତରେ ମା ପାଇଁ ପୁଅ ଅତି ମୂଲ୍ୟବାନ।